श्री गणेशाय नमः। ओम नमः भगवते वासुदेवाय। नारायणं नमस्तुत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमः वन्दे परमानन्दमाधवं। निगमकल्पतरुगलितं फलं सुखमुखादमृतवर्षं युतं पीतव भागवत रसमलय महुरहरसिका भुवि भावुक। भागवत पाठ करिवा प्रथम स्कंद सप्तम अध्याय। चैनल जदि नुआ अछंती चैनल को सब्सक्राइब करी बेल आइकन को प्रेस कर दियंतु। प्रतिदिन संध्यारे भागवत श्रवण करंतु। तेबे आसंतु आरंभ करिवा। व्यासंकु छाड़ी गंगा कूले नारद गले जेते बेले चिते संशय जेते थिला नारद वाक्ये दूर गला से सर्वगुणे अधिकारी नारद वाक्ये चित धरी पुणी की कले पुण्य देहा कह आम्भकु जेबे दया एमन्ते मुनि प्रसने कृष्ण महिमा गुणी मने। श्रीसुतवाच सुत कहन्ति तोषचिते मुनिजनकर ग्रते से ब्रह्म नदीर पश्चिमे आश्रम श्याम प्रासना में तहि अशेष मुनिजन एणु अनेक यज्ञ स्थान मध्ये बदरी वन नाम व्यासंक नियत आश्रम सेवने सरस्वती जले स्नान सारी प्रातः काले कृष्ण महिमा चिंती मने मुनि बसिले जोग ध्याने निर्मल मने ध्यान करी तक्षणे प्रभु नरहरि माया संजोग हेले दूर्ष जे पूर्वे पुराण पुरुष जे माया त्रिगुणे जडित अज्ञाने जीवे मोहग्रस्त असत्य सत्य प्राय मणे आत्मार गति न प्रमाणे ताहाकु धारिबा अर्थे श्रीकृष्ण भक्ति जोग पथे रचिले भागवत वाणी ए जीव तरे जाहा शुणी भक्ति कले कृष्ण पादे न पड़े लोक मोहबादे संहिता करी हरिवाणी शोधन करी ताकु पुणी स्वभावे तांक निज सूते हरसे देले भागवते विशेष गोविंद प्रसने माया न लागे जार मने एमंत सत्य वाक्य शुणी मुनि सकले मने गुणी मन संशय खेद बही
କହନ୍ତି ସୁତ ମୁଖ ଚାହିଁ। ସୈନିକ ବାଚ ମାୟା ନ ଲାଗେ ଯାର ଚିତେ, କି ପ୍ରୟୋଜନ ତାର ଗ୍ରନ୍ଥେ। ସୁଖ ସ୍ୱଭାବେ ଆତ୍ମାରାମ, ତାହାର ଗ୍ରନ୍ଥେ କିମ୍ବା ଶ୍ରମ। ତାହାର ଅର୍ଥେ ବ୍ୟାସସୂତ, ଅଭ୍ୟାସ କଲେ ଭାଗବତ। ନିର୍ଲୋପ ଯୋଗୀ ସେ ଜଗତେ, ସଂଶୟ ଲାଗେ ଆମ୍ଭ ଚିତେ। ଶୁଣି ସଂଶୟ ମୁନି କଥା, କହନ୍ତି ସୁତ ବ୍ରହ୍ମବେତ୍ତା। ସୁତ ଉବାଚ ସ୍ୱଭାବେ ମୁନିଙ୍କର ଚିତେ, ଗ୍ରନ୍ଥ ନୁହଁ ଗ୍ରନ୍ଥିତ। ତଥାପି ଅକିଞ୍ଚନପଣେ, ଭଜନ୍ତି ଗୋବିନ୍ଦ ଚରଣେ। ଯେଣୁ ସକଳ ଭୂତେ ହରି, ପରମାନନ୍ଦ ରୂପେ ପୁରୀ। ତେଣୁ ଭକ୍ତି ଯେ ଅତିରେକ, କରନ୍ତି ଏକ କୁଆରେକ। ସେ ସୁକ ମୁନି ଶୁଦ୍ଧ ଚେତା, ନିତ୍ୟ ଅଭ୍ୟାସ କୃଷ୍ଣ କଥା। ଭକତ ଜନ ପୁଣ୍ୟ ଅର୍ଥେ, ତାହାଙ୍କ ଜନ୍ମ ଏ ଜଗତେ। ଏବେ ହୋ ଶୁଣ ବିପ୍ରଜନେ, ହରିଚରିତ ସାବଧାନେ। ଭକତ ପରୀକ୍ଷିତ କଥା, ପଣ୍ଡୁତ ନୟଙ୍କ ବ୍ୟବସ୍ଥା। କୁରୁ ପାଣ୍ଡବ ଯୁଦ୍ଧ ଅର୍ଥେ, ବୀରେ ମିଳିଲେ ବିପରୀତେ। ଭୀମର ଗଦାଘାତ ବାଜି, ଦୁର୍ଯ୍ୟୋଧନର ଜାନୁ ଭାଜି। ପଳାଇ ଗଲା ପ୍ରାଣ ଡରେ, ପଶିଲା ବ୍ୟାସ ସରୋବରେ। ଏମନ୍ତେ ହୋଇଲା ରଜନୀ, ଭୟ ମିଳଇ କୁରୁମଣି। କାନ୍ଦଇ ଜୀବନ ବିକଳେ, ଦ୍ରୋଣ ନନ୍ଦନ ଦେଖି ଡୋଳେ। କହଇ ରାଜା ମୁଖ ଚାହିଁ, ମୋତେ ନ ବରିଲୁ ଯେ କାହିଁ। ଯୁଦ୍ଧେ ସକଳ ବୀର ମାରି, ଏ ଭୂମି ପାଣ୍ଡବ ଅପାଣ୍ଡବ କରି। ତୋତେ ବସାନ୍ତି ରାଜକୂଳେ, ଅଖଣ୍ଡ ଅବନୀ ମଣ୍ଡଳେ। ଶୁଣି କହଇ ନୃପବର, ଏବେ ତୁ ନିପାଣ୍ଡବ କର। ଏବେ କରିଲି ସେନାପତି, ଫେଡ଼ ତୁ ମୋହର ଦୁର୍ନୀତି। ଏମନ୍ତ କହି ଅନ୍ଧବଳା, ତାହାର ହସ୍ତେ ଜଳ ଦେଲା। ଦ୍ରୋଣ କୁମର ବେଗେ ଉଠି, ଧନୁକୁ ଧରି ଦୃଢ଼ ମୁଷ୍ଟି। ମନ୍ତ୍ରୀଣ ନାରାଜ ପେଶିଲା, ପାଣ୍ଡବ ଗୃହେ ସେ ପଶିଲା। ଦ୍ରୌପଦୀ ପଞ୍ଚ ସୁକୁମରେ, ଶୋଇ ଯେ ଥିଲେ ଅନ୍ତପୁରେ। ପଡ଼ି କଟିଲା ତାଙ୍କ ଶିର, ଶବଦ କଲା ମହାଘୋର। ପୁଣି କମ୍ପିଲେ ଦିଗପାଳ, ପୂରିଲେ ଭୂମି ଅନ୍ତରାଳ। ଅତି ଅନୀତି କର୍ମ କଲା, ବିଧାତା ବେଳେ ଦ୍ରୋଣ ବଳା। ଦ୍ରୌପଦୀ ଶୟନ ଉପେକ୍ଷି, ପୁତ୍ର ମରଣ ଦେଖି ଦୁଃଖୀ। ବିକଳେ କରଇ ରୋଦନ, ତା ପାଶେ ଥିଲା ଯେ ଅର୍ଜୁନ। ଅନେକ ଶାନ୍ତ ବାକ୍ୟ କହି,
કહે દ્રૌપદી મુખ ચાହିଁ દ્રોણ કુમર શિર બાણે કાટી સ્થાપીવી તો ચરણે તેબે હરિબી તોર શોક તું ଏବେ ସ୍ଥିର ଚିତେ ଦେଖ ଏମନ୍ତେ ମଧୁର ବଚନେ ଶାନ୍ତି କରାଇ ତାର ମନେ ଯାର ସାରଥି ଭଗବାନ କେତାରେ କରେ ଅପମାନ ଗାଣ୍ଡିବ ଧନୁ ଧରି ହସ୍ତେ ବସିଲା କପି ଧ୍ୱଜ ରଥେ ବେଗେ ଧାଇଲା ସଜ ହୋଇ ଦେବେ ଗଗନେ ଛନ୍ତି ଚାହିଁ ଅର୍ଜୁନ ଦେଖି ଦ୍ରୋଣ ବଳା କାତରେ ହୃଦୟ କମ୍ପିଲା ବେଗେ ପଳାଇ ଭୂମି ଗତେ ପଶିଲା ଗଗନ ବନସ୍ତେ ପଶି ପଳାଏ ଘୋର ବନେ ଅନ୍ଧକ ରୁଦ୍ର ଡରେ ଯେନେ କାତରେ ଚାରି ଦିଗ ଚାହିଁ ତାର ରକ୍ଷକ ଅଛି କାହିଁ ତକ୍ଷଣେ ଜଳେ ସ୍ନାନ କରି ବ୍ରହ୍ମ ଅସ୍ତ୍ରକୁ ଯେ ସୁମରି ସଂହାର ନ ଜାଣି ତାହାରେ ପେଶିଲା ଅର୍ଜୁନ ଉପରେ ସ୍ୱଭାବେ ବ୍ରହ୍ମ ରାଶି ନାମ ବିରାଜେ ତେଜେର ବିଷମ ତାର ପ୍ରଚଣ୍ଡ ରୂପ ଚାହିଁ କମ୍ପଇ ଅର୍ଜୁନର ଦେହି ଶସ୍ତ୍ର ଶର ତେଜେ ଭୟ କଲା ଗୋବିନ୍ଦ ମୁଖକୁ ଚାହିଁଲା ପଡ଼ି ଅଭୟ ପାଦ ତଳେ କହଇ ଜୀବନ ବିକଳେ ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର ଶରଣ ଜନକ ସୋଦର ସଂସାର ଦୁର୍ଜନ ଦହନ ଭୟ କରନ୍ତି ତୋତେ ଜନ ଯାହାକୁ ଦେଉ ମୋକ୍ଷ ଗତି ଅଭୟ ବ୍ରହ୍ମେ ସେ ପଶନ୍ତି ଆଦି ପୁରୁଷ ନିରଞ୍ଜନ ପ୍ରକୃତି ପରେ ତୁ କାରଣ ଏ ଜୀବ ଲୋକେ ତୋର ମାୟା ତୁଟଇ ଯାରେ କରୁ ଦୟା ଏ ଯେ ତୋହର ଅବତାର ଖଣ୍ଡିବ ଅବନୀର ଭାର ତୋର ଶରଣ ଯେ ପଶଇ ସଂସାର ତାକୁ ନ ଲାଗଇ ଏଣୁ ତୋହର ଗତି ମୋହି ମୋ ମାୟା ବଳେ ନ ଜାଣଇ ଏ ଯେ ଧାମଇ ବ୍ରହ୍ମସର ତେଜେ ଆଚ୍ଛାଦି ତିନି ପୁର ସ୍ୱଭାବେ ପ୍ରଚଣ୍ଡ ଦାରୁଣ ଦେଖି କମ୍ପଇ ମୋର ପ୍ରାଣ କହ କି କରିବି ଗୋସାଇଁ ତୋ ବିନୁ ଅନ୍ୟ ଗତି ନାହିଁ ଅର୍ଜୁନ ବାକ୍ୟ ଶୁଣି ହସି କହନ୍ତି ପ୍ରଭୁ ବ୍ରହ୍ମରାଶି ଶ୍ରୀ ଭଗବାନ ବାଚ ଜୀବନ ଡରେ ଦ୍ରୋଣ ବଳା ଅତି ମାନୁଷ କର୍ମ କଲା ମନ୍ତ୍ର ନ ଜାଣଇ ସଂହାରେ ବେଗେ ପୋଷିଲା ପ୍ରାଣ ଡରେ ଏହା ନିବାରେ ଶସ୍ତ୍ର ନାହିଁ କହି ନ ଜାଣେ ଦେହ ବହି ତୁ ଯେ ସକଳ ମନ୍ତ୍ର ଜାଣୁ ଚଞ୍ଚଳ ଚିତେ ନ ପ୍ରମାଣୁ ସୁତ ବାଚ ଶୁଣି ଗୋବିନ୍ଦ ମୁଖୁ ବାଣୀ ଅର୍ଜୁନ ମନେ ମନେ ଗୁଣି ତକ୍ଷଣେ ଆଚମନ ସାରି ମନେ ସୁମରି ନରହରି ଦ୍ରୋଣକ ତହୁଁ ଅଛି ଜାଣି ଭାବେ କହିଲେ ଚକ୍ରପାଣି
ବ୍ରହ୍ମସରକୁ ବ୍ରହ୍ମସର ସୋନେ ପଶିଲା ବୀରବର। ଗଗନ ମାର୍ଗେ ବେନିସରେ ଭୂମି ଆକାଶ ଅଭ୍ୟନ୍ତରେ। ଅର୍କ ଅନଳ ପ୍ରାୟ ଦିଶି ବଢ଼ିଲା 10 ଦିଗଗ୍ରାସୀ। ସେ ବେନି ଶସ୍ତ୍ର ତେଜ ରାଶି ପ୍ରଳୟାନଳ ପ୍ରାୟ ଦିଶି। ଦହିଲା ପ୍ରାୟ ତ୍ରିଭୁବନ ତା ଦେଖି ଚକିତ ଅର୍ଜୁନ। କୃଷ୍ଣ କହିଲେ ଶୁଣ ବୀର ଶସ୍ତ୍ର ଏ ଶସ୍ତ୍ର କୁସଂହାର। ଯହୁଁ କହିଲେ ଚକ୍ରପାଣି ତକ୍ଷଣେ ସଂହାରିଲେ ଆଣି। ରଥୁ ଓହ୍ଲାଇ ମହାରୋଷେ ଧରଇ ଅଶ୍ୱତ୍ଥମା କେଶେ। ପ୍ରଚଣ୍ଡ ରୂପେ ଶିର ଝୁଣି ଆକସି ପାତିଲା ଧରଣୀ। କରଚରଣ ତନୁ ଛେଦେ ବେଗେ ବାନ୍ଧିଲା ମାଲବନ୍ଧେ। ଚରଣ ପାଶ କୁସୁମରି ପଶୁଙ୍କ ପ୍ରାୟ ବନ୍ଦୀ କରି। ରଥ ଦଣ୍ଡରେ ବାନ୍ଧି ଆଣି ଦେଖି କହନ୍ତି ଚକ୍ରପାଣି। ଏ ବ୍ରହ୍ମ ବନ୍ଧୁ ବ୍ରହ୍ମଦ୍ରୋହୀ ଏହାକୁ ଦଣ୍ଡେ ହେନ ତୋଇ। ମନେ ତୁ ଅନ୍ନ ନ ବିଚାର ବେଗେ ଏହାର ପ୍ରାଣ ହର। ନିର୍ଦ୍ଦୋଷ ବାଳକ ଶୟନେ ଥିଲେ ଯେ ମୁଦ୍ରିତ ଲୋଚନେ। ଏ ନାଶ କଲା ତାଙ୍କ ପ୍ରାଣ ଏବେ କହିବା ପାର୍ଥ ଶୁଣ। ମତ ପ୍ରମୋଦ ମନ ଉନ୍ମନ ବାଳବନିତା ନିଦ୍ରାଗତ। ଶରଣାଗତ ରଥହୀନ ସଂଗ୍ରାମେ ଦେଖି ରିପୁଜନ। ଏହାଙ୍କୁ ବଧ ଯେ କରନ୍ତି ଜୀବନ ଥାଉ ସେ ମରନ୍ତି। ପର ଜୀବନ ମାରି ଆଣି ଆତ୍ମାକୁ ପୋଷେ ଯେଉଁ ପ୍ରାଣୀ। ତାର ମରଣେ ହୁଏ ପୁଣ୍ୟ ବେଦେ କହନ୍ତି ବିପ୍ରଜନ। ତୁ ଯେ ଦ୍ରୌପଦୀ ଆଗେ ରହି ପ୍ରତିଜ୍ଞା କଲୁ ଦେହ ବହି। କହିଲୁ ନ କାନ୍ଦ ସୁନ୍ଦରୀ ତୋର ରିପୁକୁ ମୁହିଁ ଧରି। ତାହାର ଶିର କାଟି ବେଗେ ସ୍ଥାପିବି ତୋର ପାଦ ଯୁଗେ। ମୁହିଁ ଯେ ଶୁଣିଅଛି ଏହା ଏବେ ରଖିଲୁ କରି ଦୟା। ବେଗେ ଏହାର ପ୍ରାଣହର ନିମିଷେ ବିଳମ୍ବନ କର। ଏ ପାପୀ ଆତତାୟୀ ନର ବାଳକ ହନ୍ତା ଏ ତୁମ୍ଭର। ଯାହାର ଆଶ୍ରୟ ଭୋଗ କଲା ତାର ବିପଦ ଏ ଚିନ୍ତିଲା। ଏଣୁ ଯେ ଗଣା ପଶୁ ଗଣେ ନିତ୍ୟ ବଞ୍ଚଇ ଘୋର ବଣେ। ଏମନ୍ତ ଧର୍ମ ପରିଚ୍ଛନେ କୃଷ୍ଣ କହିଲେ ନାନା ଜ୍ଞାନେ। ଅର୍ଜୁନ ନ ଶୁଣଇ ତାହା ଗୁରୁପୁତ୍ରଙ୍କୁ କରି ଦୟା। ତକ୍ଷଣେ ଉଠି ବୀର ପାର୍ଥ ବନ୍ଧନ କରି ଗୁରୁପୁତ୍ର। ଦ୍ରୌପଦୀ ଆଗେ ନେଇ ଦେଲା ତାରିପୁ ସମ୍ଭାଳ ବୋଇଲା। ଦ୍ରୌପଦୀ ତାର ମୁଖ ଚାହିଁ ତକ୍ଷଣେ ଚିତେ ଦୟା ବହି। ପୁତ୍ରଙ୍କ ମୃତ୍ୟୁ ହେତୁ ଏତ ସ୍ୱଭାବେ ଦ୍ରୋଣ ଗୁରୁସୁତ। ଅନନ୍ତେ ନମସ୍କାର କଲା ଅର୍ଜୁନ ମୁଖକୁ ଚାହିଁଲା। ବୋଇଲା ବେନି କର ଯୋଡ଼ି ବନ୍ଧନ ଦିଅ ବେଗେ ଫେଡ଼ି। ସ୍ୱଭାବେ ବିପ୍ର ଗୁରୁଜନ ବିଶେଷ ଦ୍ରୋଣଙ୍କ ନନ୍ଦନ। ରହସ୍ୟ ଧନୁର୍ଦେବଗ୍ରାମ ବିସର୍ଗ ସଂହାର ସଂଗମ। ସକଳ ଅସ୍ତ୍ର ଶସ୍ତ୍ର କଳା
ଯେ ଗୁରୁ ରୂପେ ଶିକ୍ଷା ଦେଲା, ସେହି ଯେ ପୁତ୍ର ରୂପେ ଜାତ, ଆତ୍ମାରୁ ଆପଣେ ସମ୍ଭୂତ। ସ୍ୱାମୀର ତହୁଁ ଅଧେ ଘେନି, ଜଗତେ ଏହାର ଜନନୀ। ଏ ତୋର ଧର୍ମ ଗୁରୁକୁଳ, ଏହାକୁ ଭଲେ ପ୍ରତିପାଳ। ଏହାର ଗୌତମୀ ଯେ ମାତା, ସେ ପୁଣ୍ୟବତୀ ପବିତ୍ରତା। ରୋଦନ ନ କରୁ ଯେ ଦୁଃଖ, ମୋହରି ପରି ପୁତ୍ର ଶୋକ। କ୍ଷତ୍ରିୟ ଯେବେ ମୂଢ଼ପଣେ, କୋପ କରଇ ବିପ୍ରଗଣେ। ସେ କୋପେ ନିଜ କୁଳ ଦହେ, ଏଣୁକେ ବିପ୍ରେ ସିଂହ ବହେ। ଶ୍ରୀସୁତ ଉବାଚ ଦ୍ରୌପଦୀ ଧର୍ମନିଷ୍ଠାବାଣୀ, ହରଷେ ଯୁଧିଷ୍ଠିର ଶୁଣି। ମୌନେ କିଛି ନ କହିଲେ, ସେ ଧର୍ମ ଅନ୍ତରେ ଜାଣିଲେ। ଶୁଣି ସକଳ ସହଦେବ, ସାତ୍ୱିକୀ ଅର୍ଜୁନ ପାଣ୍ଡବ। ଦେବକୀ ପୁତ୍ର ଆଦି କରି, କୁନ୍ତୀ ସମତେ ଯେତେ ନାରୀ। ସେଠାରେ ଯେତେ ଜନ ଥିଲେ, ଏକଥା ସମର୍ଥନ କଲେ। ଏହାଙ୍କ ମଧ୍ୟେ ଭୀମସେନ, କ୍ରୋଧରେ ବୋଲଇ ବଚନ। କୋପେ ଅନାଇ କୃଷ୍ଣ ମୁଖେ, କହଇ ଅତି ମନ ଦୁଃଖେ। ତକ୍ଷଣ ଖଡ଼୍ଗେ କାଟି ଶିର, ଏହାକୁ ନରକୁ ଧାର। କି ପ୍ରୟୋଜନ କିସ ଅର୍ଥେ, ଏ ପାପୁ ତରିବ କେମନ୍ତେ। ଶୟନେ ଶିଶୁ ବଧ କଲା, ସ୍ୱଭାବେ ବଞ୍ଚୁ ବଞ୍ଚୁ ମଲା। ଦ୍ରୌପଦୀ ତୁଲେ ଚକ୍ରପାଣି, ଏ ଧର୍ମ ଭୀମ ମୁଖ ଶୁଣି। ଅଳପ ହସି ଭାବଗ୍ରାହୀ, କହନ୍ତି ଅର୍ଜୁନକୁ ଚାହିଁ। ଶ୍ରୀ ଭଗବାନ ବାଚ ମରଣ ଉଚିତ ଏହାର, ୟାକୁ ନ ରଖ ବୀରବର। ଯେ ଆତତାୟୀ କର୍ମ କରେ, ଅଧର୍ମ ଯୁଧେ ଶସ୍ତ୍ର ଧରେ। ଜୀବନ ଥାଉ ସେ ମରନ୍ତି, ଅନ୍ତେ ସେ ନରକେ ପଡ଼ନ୍ତି। ଏବେ ମୋହର ବୋଲ କର, ଯେ ଧର୍ମ ଉଚିତ ଏହାର। ଦ୍ରୌପଦୀ ପୁତ୍ର ଶୋକ ବେଳେ, ତୁ ଯେ କହିଲୁ ଅବହେଳେ। ତୋହର ପୁତ୍ର ଶତ୍ରୁ ମାରି, ଶିରେ ଚରଣ ପୂଜା କରି। ଖଣ୍ଡିବ ପୁତ୍ର ଶୋକ ତେବେ, ମୋର ବଚନ କର ଏବେ। ଶାସ୍ତ୍ରେ ଏହାର ତେଜ ହର, ଜୀବନ ମୃତ୍ୟୁ ପ୍ରାୟ କର। ଶାସ୍ତି ଲାଞ୍ଛନେ ଏ ବିହରୁ, ଏ ବିପ୍ର କେବେ ହେ ନ ମରୁ। ଶୋକ ନ ଥାଇ କୃଷ୍ଣାଚିତେ, ଏକଥା କର ଭୀମ ମତେ। ଏକଥା ମୋହର ସମତ, ଶୁଣି ଅର୍ଜୁନ କୃତକୃତ୍ୟ। ତକ୍ଷଣେ ଉଠି କୋପ ଭରେ, ତକ୍ଷଣ ଖଡ଼୍ଗ ଘେନି କରେ। କେଶ ଧଇଲା ବାମ ହସ୍ତେ, ମଣିଏ ଥିଲା ତାର ମତେ। ଖଡ଼୍ଗ ଯେ ଘେନି ଦୃଢ଼ ମୁଷ୍ଟି, ମଣି ସହିତେ ଶିଖା କାଟି। ଆଣି ସ୍ଥାପିଲା ବାହୁବଳେ, ଦ୍ରୌପଦୀ ଦେବୀ ପାଦ ତଳେ। ତତ୍କ୍ଷଣେ ବନ୍ଧନ ଫେଡ଼ିଲା, ଦ୍ରୌପଦୀ ତାର ମୁଖ ଚାହିଁଲା। ବାଳକ ହତ୍ୟା ଦୋଷ ଛନ, ମଳିନ ଦିଶେ ତା ବଦନ। ମଣିହରଣେ ତେଜ ଗଲା, ନଗରୁ ବେଗେ ପଳାଇଲା। ବେଶ ବିବେଶ କରି ହରି, ତାକୁ ବାହାର ଦେଶୁ କରି। ବ୍ରାହ୍ମଣ ପ୍ରାୟ ଏହି ମତେ, ମରଣ ଲଭନ୍ତି ଜୀବନ୍ତେ। ଦ୍ରୋଣକୁ ମରେ ଶାସ୍ତି ଦେଇ, ଜ୍ଞାତି ବାନ୍ଧବ ରୁଣ୍ଡ ହୋଇ। ସର୍ବ ଆକୁଳ ପୁତ୍ର ଶୋକେ, ବାଳକେ ଘେନି ଏକେ ଏକେ।
ଦହନ କଲେ ଦୁଃଖ ମନେ ଏବେ ହୋ ଶୁଣ ମୁନିଜନେ ସୁଜନ ହିତେ ଭାଗବତ ଭିଆଇ ରସମୟ ଗୀତ ପ୍ରଥମ ସ୍କନ୍ଧେ ଭାଗବତ ସୁଜନ ଜନଙ୍କର ହିତେ ଅମୃତ କୃଷ୍ଣର ଚରିତ କହଇ ବିପ୍ର ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣ ପରମହଂସ୍ୟଂ ସଂହିତାଂ 82 ପ୍ରଥମ ସ୍କନ୍ଧେ ଦ୍ରୋଣଦଣ୍ଡେ ନାମ ସପ୍ତମ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।